ସ୍ୱାଧୀନତା ସଂଗ୍ରାମରେ କଳାକାରମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ବରିଷ୍ଠ କଳାକାର ମହାସଂଘ, କଳା ଓ କଳାକାର ହିତୈଷୀ ମହାମଞ୍ଚ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଏବଂ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ଦେଶର 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମହାସଂଘ କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ ଚନ୍ଦ୍ର ମହାରଣା, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଓଡ଼ିଶା ନାଟକ ସମାରୋହ ସମିତି ଅଧ୍ୟକ୍ଷ ଅନିଳ କୁମାର ପାତ୍ର, କଳାପ୍ରାଣ କୈଳାସ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅଭିରାମ ରାଉଳ ପ୍ରମୁଖ ସ୍ୱାଧୀନତା ସଂଗ୍ରାମରେ କଳାକାର ସମାଜର ଯୋଗଦାନ ଓ ମହାରହ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ ଓ ସଭା କାର୍ଯ୍ୟ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ସୁଦାମ ପଟ୍ଟନାୟକ, ହରିଶ ଚନ୍ଦ୍ର ବରଡ଼, ସରୋଜକାନ୍ତ ପଣ୍ଡା, ମହେନ୍ଦ୍ର କୁମାର ସାହୁ, ସନିଆ ବେହେରା, ଚିତ୍ତରଞ୍ଜନ ଦଳେଇ, ବାବୁ ମହାନ୍ତି, କୁନୁ ବେହେରା ପ୍ରମୁଖ ବହୁ ସଦସ୍ୟ ସହଯୋଗ କରିଥିଲେ। ପରିଶେଷରେ ସଂଘ ସହ ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ। ଆମେ ସ୍ୱାଧୀନତା ପାଇଥିଲେ। ଆଜିର ଦିନରେ ସେଇଭଳି ମହାପୁରୁଷମାନଙ୍କୁ ଆମର ସ୍ମରଣ କରିବାର ଆବଶ୍ୟକତା ରହିଛି। महात्मा गांधी की, जवाहरलाल नेहरू की। नमस्कार। आज समस्त एकत्रित होते देश स्वाधीन हबार 80तम मानस भवन ठारे आम उपस्थित सब रही समस्ते आसी कार्यक्रम सुरुखुर रे सब भलरे हेबा आमर मांगलिक कार्यक्रम एमती प्रतिवर्ष एठारे हो समस्ते एमती आसी बहु संख्यार योगदान करी आम ये एकत्रित हो भारत मातार योगदान करवा से मु धन्यवाद दूसरी समस्त को भगवान मंगल करंतु एमती आम सब कार्य रही। भारत माता की, भारत माता की, भारत माता